ଥିଲେ ସେ କହନ୍ତି ଏଠି ଘୁଣ୍ଟୁରରେ କାମ କରୁଥିଲେ। କାମ କଲା ଭିତରେ ସେ ଦେହ ଜୋଇଁ ଦେହ ଅସୁସ୍ଥ ହେଲା, ଘରକୁ ଫେରୁଥିଲେ। ବ୍ରହ୍ମପୁର ପାଖରେ କହିଲା ମୁଁ ଲାଟିନି ଯାଉଛି। ଲାଟିନି ଯାଇଛି ଯେ ଯାଇଛି, ତାପରେ ହଉଛି ଦେଖିଲେ ଖୋଜାଖୋଜି କଲେ ଶାଶୁ ସ୍ୱାମୀ ମାମୁଁ ଖୋଜାଖୋଜି କଲେ, ନ ପାଇଲେ ଯେମିତି ସେଇଠୁ ଆମକୁ ଫୋନ କରି କହିଲେ ଯେ ଆମେ ହଉଛୁ ଝିଅ ପଳେଇଛି ଆଉ ଆମେ ପାଉଛୁ। ଦୟା କରି କହୁଛି ମୋ ଛୁଆ ମୁହଁକୁ ଚାହିଁକି ପଳେଇ ଆସୁ, ମୋର ଆଉ କିଛି ଦରକାର ନାହିଁ, ମୋ ଛୁଆ ଛୋଟ ଛୁଆକୁ ଛାଡିକି ଯାଇଛି, ଯେମିତି ମୋ ଛୁଆ କତିକି କିଛି ଫେରି ଆସୁ, ଦୟା କରିକି ତୁ ମା ଫେରିଆ, ମୋର ଆଉ କିଛି ଦରକାର ନାହିଁ। ଜୋଇଁ ଦେହ ତ ସିରିୟସ, ଆଉ ଜୋଇଁ କଣ କହିବ? ତାର ମୁଣ୍ଡ ଦୋଷ। ଘଟିଲା କଣ, ସେ ହଉଛି ଥିଲେ ବିଦେଶର ଝିଅ ଜୋଇଁ ତା ମା ମାମୁଁ ସବୁ ଥିଲେ ବିଦେଶରେ। ଜୋଇଁ ଦେହ ଅସୁସ୍ଥ ହବାରୁ ସେ ଘରକୁ ଫେରୁଥିଲେ। ଘରକୁ ଫେରୁଥିଲେ କହନ୍ତି ଫୋନ କଲା ଝିଅ ଆମ ପାଖକୁ, ଆମେ ପଚାରୁନୁ ଯେ କୋଉଠି ହେଲଣି, କହିଲେ ହଉଛି ଆମେ ଖୋର୍ଦ୍ଧା ପାଖରେ ହେଲୁଣି। ଆଉ ହଉଛି ହଉ ଖୋର୍ଦ୍ଧା ପାଖରେ ହେଲଣି ତାହେଲେ ଘରକୁ ପଳେଇ ଆସ ଆଉ। ତାପରେ ହଉଛି କହିଲେ ଯେ ମୁଁ ଲାଟିନି ଆସିଛି, ଆଉ ଲାଟିନି ବସିକି ଆଉ ମୁଁ ଯାଉଛି ଆଉ। ଝିଅ କହିଲା ଯେ ମୁଁ ଲାଟିନି ଯାଉଛି। ମାନେ ଟ୍ରେନ ଚାଲୁଥିଲା, ମାନେ ଖୋର୍ଦ୍ଧା ପାଖରେ ଝିଅ ଜୋଇଁ କାମ କରୁଥିଲେ ହଉଛି ଘୁଣ୍ଟୁରରେ। ଘୁଣ୍ଟୁରରେ ଘୁଣ୍ଟୁରରେ ତାଙ୍କର କଣ ସବୁ କାମ ଦାମ ଏତେ ଜାଣିନି। ଘରକୁ ଆଉ ଘରକୁ ଆସିଲା ପରେ ତାପରେ ତ ହଁ ଜୋଇଁ ଦେହ ଖରାପ, ଆସିଥିଲେ। ଝିଅ କହିଲା ମୁଁ ଲାଟିନି ଆସେ, ଆଉ ଲାଟିନରୁ ତ ଯାଇଛି ଆଉ। ମାନେ ବ୍ରହ୍ମପୁର। ହଁ। ଆପଣ ମାନେ କଣ ମାନେ ଗଲେ କୁଆଡେ ବୋଲି ଆପଣ ପଳେଇଲେ ବୋଲି କେମିତି ଜାଣିଲେ? ଆମେ ତ ରହିନୁ ଏଠି ଗାଁରେ, ଆଉ ପାଖରେ ନାଖରେ ଯେ ଆମେ ଜାଣିମୁ ଯେ ସେ କୁଆଡେ ଗଲା କଣ କଲା, କେମିତି ଜାଣିମୁ କେମିତି? ମାନେ ଲାଟିନି କହିକି ଝିଅ ଯୋଉ ଗଲେ, ଝିଅଙ୍କ ଅନିଚ୍ଛାରେ ଆପଣ ବାହାଘର କରିଥିଲେ? ନାଇଁ ନାଇଁ, ଝିଅଙ୍କ ଇଚ୍ଛାରେ ବାହାଘର ହେଇଛି। ମାନେ କଣ ପ୍ରେମ ବିବାହ ନା? ନା ଆମର ନିର୍ବନ୍ଧ। ଘର ଇଏ ଆମର ବାହାଘର। ଆମର ଯେମିତି ମାନେ ଆମର ବାହାଘର ହୁଏ ସେମିତି ଆମର ବାହାସାହାଘର ହେଇଛି। ଝିଅର ଆଉ କୋଉଠି ସମ୍ପର୍କ ଥିଲା କି? ନାଇଁ, ସେମିତି କିଛି ସମ୍ପର୍କ ନଥିଲା। ହଠାତ୍ ଏମିତି ଉଭାନ ହେଇଯିବାର ମାନେ କଣ ଆପଣଙ୍କୁ ଲାଗୁଛି? ଆଉ କଣ ଲାଗିବ, ଆମେ ତ ଗରିବ ଲୋକ, ଆମେ ତ କିଛି ସେ ବିଷୟରେ ଜାଣିନୁ, ଆଉ କଣ କହିମୁ? ଘଟଣାଟା ସ୍ପଷ୍ଟ ଭାବରେ ଆଉ ଥରେ କହିଲେ, କଣଟା ଘଟିଥିଲା? ଥିଲେ ସେ କହନ୍ତି ଏଠି ଘୁଣ୍ଟୁରରେ କାମ କରୁଥିଲେ। କାମ କଲା ଭିତରେ ସେ ଦେହ ଜୋଇଁ ଦେହ ଅସୁସ୍ଥ ହେଲା, ଘରକୁ ଫେରୁଥିଲେ। ବ୍ରହ୍ମପୁର ପାଖରେ କହିଲା ମୁଁ ଲାଟିନି ଯାଉଛି। ଲାଟିନି ଯାଇଛି ଯେ ଯାଇଛି, ତାପରେ ହଉଛି ଦେଖିଲେ ଖୋଜାଖୋଜି କଲେ ଶାଶୁ ସ୍ୱାମୀ ମାମୁଁ ଖୋଜାଖୋଜି କଲେ, ନ ପାଇଲେ ଯେମିତି ସେଇଠୁ ଆମକୁ ଫୋନ କରି କହିଲେ ଯେ ଆମେ ହଉଛୁ ଝିଅ ପଳେଇଛି ଆଉ ଆମେ ପାଉଛୁ। ପାଉନୁ, ଆମେ କୁଆଡେ ଗଲେ ଆମେ ପାଉନୁ। କଣ୍ଟାକ୍ଟରେ କନୁ ଯେ ସୁଇଚ୍ ଅଫ୍। ସୁଇଚ୍ ଅଫ୍। ନା ଝିଅ ତରଫରୁ ଆଇନି, ଆସିନି। କଣ କହିବେ ଯଦି ଝିଅ ଆପଣଙ୍କ ସାମ୍ନାକୁ କେବେ ଆସେ, ଆପଣ କଣ କହିବେ? କଣ କହିମୁ ଆଉ ଆଜ୍ଞା, ଫେରି ଆସନ୍ତା ଯଦି, ଆମେ ତ ସେତିକି ଦୟା କରୁଛୁ, ଆମ ଝିଅ ଆମ ପାଖକୁ ଫେରି ଆସୁ। ଆଉ କହୁଛି ଦୟା କରି କହୁଛି ମୋ ଛୁଆ ମୁହଁକୁ ଚାହିଁକି ପଳେଇ ଆସୁ, ମୋର ଆଉ କିଛି ଦରକାର ନାହିଁ, ମୋ ଛୁଆ ଛୋଟ ଛୁଆକୁ ଛାଡିକି ଯାଇଛି, ଯେମିତି ମୋ ଛୁଆ କତିକି କିଛି ଫେରି ଆସୁ। ମୋ ଝିଅକୁ କହୁଛି ମା ଦୟା କରିକି ତୁ ମା ଫେରିଆ, ମୋର ଆଉ କିଛି ଦରକାର ନାହିଁ।
ଏମିତି କରିବାରେ ଏମିତି ତ ଗୋଟେ ବାପା ମାଙ୍କର ସଂସ୍କାର ନଥାଏ, ଝିଅ ମାନେ ଏସବୁ କରିବା ଦ୍ୱାରା ବାପା ମାଙ୍କୁ ଗୋଟେ ଆଘାତ ହୁଏନି? ବହୁତ ବାଧୁଛି, ବହୁତ ବାଧୁଛି। ମୋ ଝିଅ ନାହିଁ ବୋଲି ମତେ ବହୁତ ବାଧୁଛି। ଗୋଟେ ଭୁଲ ନ କରିକି ଗୋଟେ ଅପବାଦ ଗୋଟେ ମଣିଷ ପଛରେ ଗୋଡାଇ ଯାଇନି? ଝିଅ ଯଦି ଏବେ ଭାବୁଥିବେ ଏ ପରିସ୍ଥିତିରେ ଯେ ନାଇଁ ନାଇଁ ଯଦି ଯାଏ ଘର ଲୋକ ଆକ୍ସେପ୍ଟ କରିବେ କି ନ କରିବେ, ସେଇ ପରିସ୍ଥିତି ଯଦି ଭାବିକି ଝିଅ ଥିବେ, ତଥାପି ସେ ଆସିନେବେ, ଆମେ ଝିଅକୁ ଆମେ ରଖିବୁ। ଜୋଇଁ ଏବେ କଣ କହୁଛନ୍ତି ଆପଣଙ୍କର? ଜୋଇଁ ଦେହ ତ ସିରିୟସ୍, ଆଉ ଜୋଇଁ କଣ କହିବ? ଜୋଇଁଙ୍କର କଣ ରୋଗ ହେଇଥିଲା? ତାର ମୁଣ୍ଡ ଦୋଷ। ଜୋଇଁଙ୍କର ମୁଣ୍ଡ ଦୋଷ? ଆଜ୍ଞା ଆଚ୍ଛା ଆଚ୍ଛା। ଜୋଇଁଙ୍କ ଦେହ ଏବେ ଖରାପ? ଆଜ୍ଞା। ଆଚ୍ଛା, କଣ ଝିଅକୁ ବାଡିଆ ବାଡି କରନ୍ତି କି ଜୋଇଁ? ନା ନା, ବାଡା ବାଡି କିଛି ନୁହଁ, କିଛି ମାନେ ସେ କୁହନ୍ତିନି। ଆପଣ ପୁଣି ମୁଣ୍ଡ ଦୋଷ ଲୋକକୁ କେମିତି ଝିଅ ଦେଲେ? ନା ନା, ମୁଣ୍ଡ ଦୋଷ ନୁହଁ, ମାନେ ହଉଛି ସେମିତି ଟିକେ ଦେହ ପା ହେନେ ରାଗ ତମନ ଗୋଟେ ଇଏ, ଆଉ କିଛି ନୁହଁ। ଆଚ୍ଛା ଆଚ୍ଛା। ମାନେ ଝିଅ ହଠାତ୍ ଗଲା ପରେ ଆପଣ ଥାନାରେ ଅଭିଯୋଗ ତ ନିଶ୍ଚିତ କରିଛନ୍ତି? ଉଭୟ ମିଶିକି କରୁଛୁ ଆଉ। ସେ ତାଙ୍କ ପକ୍ଷ ବି କରୁଛନ୍ତି, ଆପଣ ବି କରୁଛନ୍ତି? ଆଜ୍ଞା। ଆଚ୍ଛା। ଏବେ ଇନକ୍ୱାରି କେତେ ବାଟ ଯାଇଛି? ଆପଣଙ୍କ ପାଖରେ ଏଫଆଇଆର କପି ଅଛି? ନା। ଅଛି? ଆଚ୍ଛା, ଅଛି। ଠିକ ଅଛି। ଆପଣଙ୍କର ଏଇ ଯୋଉ ପିଲାଟି, ଝିଅର କଣ ପୁଅ ଝିଅ କଣ? ସେଟା ତ ଗୋଟେ ଝିଅ ଆଉ। ବାହାଘର କେତେ ବର୍ଷ ହେଇଥିଲା ଝିଅର? 5 ବର୍ଷ ହେଇଗଲା। ଝିଅର ବାହାଘର 5 ବର୍ଷ ହେଲାଣି? ଆଜ୍ଞା ଏଇ ପିଲାଟି ଝିଅଙ୍କର? ଆଜ୍ଞା। ଆଚ୍ଛା। ଆଚ୍ଛା, ଠିକ ଅଛି। ଇଏ ମାନେ ପିଲାଟି କୋଉଠି ଥିଲା ଝିଅ ଯେତେବେଳେ ଗଲେ? ଏଇ ଝିଅ? ହୁଁ। ଏଇ ଝିଅ ତାଙ୍କ ପାଖରେ ଥିଲେ। ଝିଅ ପାଖରେ ଥିଲା? ଝିଅ ପାଖରେ। ଝିଅଟିକୁ ସେଠୁ କୋଉଠି ଛାଡିକି ଗଲେ? ସେଇ ବ୍ରହ୍ମପୁର ପାଖରେ। ବ୍ରହ୍ମପୁର ପାଖରେ ଛାଡିକି ଗଲେ? ବୁଢୀମା, ବାପା, ତା ମାମୁଁ ଏଇମାନେ ସବୁ ଝିଅକୁ ସେଭ୍ କରି ଝିଅ ଘରୁ ଆଣିଲେ।